ମୋନାଲିସାଙ୍କ ମଥାରେ ସିନ୍ଦୁର ଦେଲେ ମୁସଲିମ ପ୍ରେମିକ, ମନ୍ଦିରରେ କଲେ ବିବାହ। ମହାକୁମ୍ଭରେ ଭାଇରାଲ ହୋଇଥିବା ରୁଦ୍ରକ୍ଷାମାଳୀ ବିକାଳୀ ମୋନାଲିସା ଭୋସଲେ ମାର୍ଚ୍ଚ 11 ତାରିଖରେ ମୁସଲିମ ପ୍ରେମିକ ଫରମାନ ଖାନଙ୍କୁ ବିବାହ କରିଛନ୍ତି। ତାଙ୍କ ପ୍ରେମିକ ଫରମାନ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କର ମଥାରେ ସିନ୍ଦୁର ଲଗାଇଛନ୍ତି। 2025 ମସିହାର ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭ ମେଳା ସମୟରେ ମାଳ ବିକ୍ରେତା ମୋନାଲିସା ତାଙ୍କର ଗାଢ଼ ନୀଳ ଆଖି ପାଇଁ ଶିରୋନାମା ପାଲଟି ଭାଇରାଲ ମହାକୁମ୍ଭ ଝିଅ ହୋଇଥିଲେ। ଗତକାଲି ସେ ତାଙ୍କ ମୁସଲିମ ପ୍ରେମିକ ଫରମାନ ଖାନଙ୍କୁ ବିବାହ କରିଛନ୍ତି। ଏହି ବିବାହ କେରଳର ତିରୁଅନନ୍ତପୁରମ୍ ନିକଟବର୍ତ୍ତୀ ପୁଭରମ ଅରୁମାନୁରୁ ଶ୍ରୀ ନୟନା ଦେବ ମନ୍ଦିରରେ ହୋଇଥିଲା। ସେମାନଙ୍କ ବିବାହର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭାଇରାଲ ଭିଡ଼ିଓରେ ମୋନାଲିସା ଲାଲ ଶାଢ଼ୀ ପିନ୍ଧିଥିବା ଦେଖାଯାଉଛି। ପ୍ରେମିକ ଫରମାନ ତାଙ୍କ ମଥାରେ ସିନ୍ଦୁର ଲଗାଉଛନ୍ତି। ଏହି ଅବସରରେ ତିରୁଅନନ୍ତପୁରମ୍ ଅରୁମାନୁର ନୟନା ମନ୍ଦିରରେ ଅନେକ ଲୋକ ଉପସ୍ଥିତ ରହି ମଳାର ଫରମାନ ମଙ୍ଗଳସୂତ୍ର ବାନ୍ଧିଛନ୍ତି। ରିପୋର୍ଟ ଅନୁଯାୟୀ ମୋନାଲିସା ମଧ୍ୟପ୍ରଦେଶର ଇନ୍ଦୋରର ଏବଂ ତାଙ୍କ ସ୍ୱାମୀ ଫରମାନ ମହାରାଷ୍ଟ୍ର। ସେମାନଙ୍କ 1.5 ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ଏହି ସମ୍ପର୍କକୁ ମୋନାଲିସାଙ୍କ ବାପା ଜୟ ସିଂ ଭୋସଲେ ଦ୍ୱାରା ବିରୋଧ କରାଯାଉଥିଲା। ସେ ମୋନାଲିସାଙ୍କୁ ଜଣେ ଦୂର ସମ୍ପର୍କୀୟଙ୍କୁ ବିବାହ କରିବାକୁ ଚାପ ପକାଇଥିଲେ। ତାଙ୍କ ମୁସଲିମ ପ୍ରେମିକଙ୍କୁ ବିବାହ କରିବା ପରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ମୋନାଲିସା କହିଛନ୍ତି, ମୋ ପରିବାର ମୋତେ ଦୂରରେ କୌଣସି ସ୍ଥାନରେ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ ମୁଁ ଏହାକୁ ପସନ୍ଦ କରିନଥିଲି। କିନ୍ତୁ ଏବେ ମୁଁ ବେଶ୍ ଖୁସି ଅଛି। ମୋନାଲିସା ସମ୍ପ୍ରତି ଭୋପାଳରେ ତାଙ୍କ ପ୍ରଥମ ମାଲାୟାଲମ ଚଳଚ୍ଚିତ୍ର ନାଗାସ୍ପାରର ସୁଟିଂ କରୁଛନ୍ତି। ତାଙ୍କ ବାପା ତାଙ୍କୁ ପାଇ ତାଙ୍କ ଜନ୍ମସ୍ଥାନକୁ ବଳପୂର୍ବକ ଫେରାଇ ନେବାକୁ ଚେଷ୍ଟା କରିଥିଲେ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ମୋନାଲିସା ଏବଂ ଫରମାନ କେରଳ ରାଜଧାନୀର ଥାମ୍ପାନୁର ପୁଲିସ ଷ୍ଟେସନକୁ ଯାଇ ସୁରକ୍ଷା ମାଗିଥିଲେ। ଅଭିଯୋଗ ଦାୟର କରିବା ପରେ ତାଙ୍କ ବାପାଙ୍କୁ ପୁଲିସ ଷ୍ଟେସନକୁ ଡକାଯାଇଥିଲା। ପୁଲିସ ପରିବାରକୁ କହିଛି, ଯେହେତୁ ମୋନାଲିସା 18 ବର୍ଷ ବୟସରେ, ତେଣୁ ଯାହା ସହିତ ରହିବାକୁ ଚାହାନ୍ତି ତାହାର ନିଷ୍ପତ୍ତି ନେବାର ଆଇନଗତ ଅଧିକାର ତାଙ୍କର ଅଛି। କେରଳର ଶିକ୍ଷାମନ୍ତ୍ରୀ ଭି ଶିବନକୁଟି ସମେତ ଅନେକ ପ୍ରମୁଖ କେରଳ ରାଜନେତା ଦମ୍ପତିଙ୍କୁ ସମ୍ବର୍ଦ୍ଧନା କରିଛନ୍ତି। ସେ ଏହି ଘଟଣାକୁ ପ୍ରକୃତ କେରଳର କାହାଣୀ ଭାବରେ ବର୍ଣ୍ଣନା କରିଛନ୍ତି। ସିପିଆଇଏମ୍ ରାଜ୍ୟ ସଚିବ ଇମାନୀ ଗୋବିନ୍ଦମ ଏବଂ ସାଂସଦ ଏ ରହିମ ମଧ୍ୟ ମୋନାଲିସାଙ୍କୁ ସମର୍ଥନ କରିଛନ୍ତି।